बेटी पीला थोड़ा थोड़ा ଆମମାନଙ୍କର କିଛି ଦୋଷ ନାହିଁ ଛାମୁ ଆପଣଙ୍କ ଭାଇ ମତ ନିଦ୍ରାରୁ ଉଠାଇଲା ଛାମୁ ଆପଣଙ୍କ ଭାଇଙ୍କ ନିର୍ଦ୍ଦେଶରେ ଆମେମାନେ ଆପଣଙ୍କୁ ଉଠାଇବାର ଏଇ ଦୁର୍ବାର ସାହସ କରିଛୁ। ତାହେଲେ ଭୋଜି ଭାତ କାଇଁ ପିଠା ପଣା କାଇଁ ମଦ ମାଂସ କାଇଁ ଖାଇବେ ଆପଣ ଆସନ ଗ୍ରହଣ କରନ୍ତୁ ଆଜ୍ଞା ଆସନ୍ତୁ ଆଜ୍ଞା। ଆସରେ ଆରେ ଆମ ମହାପୁରୁ ଶାନ୍ତି ହେଇଗଲେଣି ବେଗେ ଆସ ସେ ଖାଲି ଖାଇବେ ଖାଇବେ ହଉଛନ୍ତି ବେଗେ ଆସରେ ନା ଏଇ ଇଏ ପେଟ ବାଡେଇଲେଣି ଝାଡା ଯିବେ ବୋଧେ ବେଗେ ଆସ ତତେ ଖାଇବେ ତ ହଁ ତତେ ତ କହୁଥିଲେ ଖାଇବେ ବୋଲି ଆଉ ଭଲରେ କହୁଛୁ ନେଇକି ଦିଏ ନହେଲେ ଆମକୁ ସହ ଖାଇଦେବେ ରେ ପୁଅ ତାଙ୍କ ପାଇଁ କିଛି ଅସମ୍ଭବ ନୁହେଁ।
পানীয় জলর ব্যবস্থা ଅଛି কি নাই আরে পানীয় জলর ব্যবস্থা ଅଛି ତ আনন্দ ଆନନ୍ଦ ହେଲେ କଣ ହବ? ଆପଣଙ୍କ ଭାଇକୁ ପରା ବିପଦ ପଡିଛି। ଭାରି ଆନନ୍ଦ କଣ କହିଲ ବୀର ଭକ୍ତ ଦର୍ଶନକ ପଡ଼ିଛି ବିପଦ ନିଶ୍ଚୟ ଯିବୁ ଭାଇଙ୍କ ନିକଟେ ଆଉ ଭାଇଙ୍କ ନିକଟେ ଯାଇ ଭାଇଙ୍କ ଦୁଃଖକୁ କରିବି ମୋଚନ କାରଣ ତାଙ୍କରି ଭକ୍ତ ବୀର କୁମ୍ଭକର୍ଣ୍ଣ ଏ ପୁଅ ତୁ ଶଳାଟି ହଉଛୁ ସାଢେ ଶୈତାନି ତୁ ଶଳା ସାଢେ ଶୈତାନି ମୁଁ ତ ଚାହାଳିରେ ପକେଇକି ଶୋଇଥିଲି ମତେ କଣ ପାଇଁ ଡାକୁଥିଲୁ କହିଲା ରାଜା ଖାଇବେ ଫଳ ଫଳ ନା ମୋ ପାଠ ଶୁଣେ ହରେ ଯୋଉଦିନ ଖାଇବା ଟେକିକି ଧରିକି ଆଇଥିଲୁ ଶୁଣେ ଚାହାଳି ରାୟପୁର ଢେଙ୍କାଣା ବାହାଡ଼ପାଟଣା ବୟାଅଶୀ ବର୍ଷ ଯାକେ ବସିକି ଖାଇଥାନ୍ତେ ଶୁଣେ ଭାଇ ଖାଇଦେଲେ କହିଲେ ଭାଇ ତୋର ନାଇଁ ଭୁଲ ମୋର ନାଇଁ ଭୁଲ ସବୁ ଭୁଲ ହେ ଭାଇ ଭୁଲ ହେ ହଁ ତୋର ତୁ ପରାଉଥା ରାଜାଙ୍କର ଟେକିକି ଧରୁଥା ରାଜାଙ୍କର ଉଠଉଥା ଛଡୁ ଆସ ଯିବା ଚାହାଳି ଯିବ ଏ ର ତ ଯାହା ତ ପିନ୍ଧିକି ଆଇଛ ଛାଡ ଲୋକ ହସା ହବା କଥା କଣ ହେଇଛି ରାଜା ତ ଗୋଟେ ମୂର୍ଖ କଣ ହେଇଛି କଣ କିଏ କେଜାଣି ବୁଦ୍ଧିଆ ଦେଲା ମୁଁ ଜାଣିପାରୁନି ଏରା ମୂର୍ଖ ଏରା ତମ ସେ କଣ ଏରା ପିନ୍ଧିକି ଆଉଛ କିରେ ମାଇପୁକୁ ତ ଘରେ ଛାଡିକି ଆସିପାରୁନ ତାଙ୍କର ଆରେ ଶୁଣୁନ ଆରେ ବାଉଳିରେ ମାଇକ୍ ମାର କୋଉଟା ମୋର କୋଉଟା ମୁଁ ଦେଖି ପାଇଲି ମୁଁ ପିନ୍ଧିକି ପଳେଇ ଆଇଛି ସଡୁ ଭାଇ ସିଏ ଯାହା କହୁଛି କହୁ କିଛି ଆଉ ରାଜା ଦେଲେନି ଖାଇବାକୁ ଚାଲ ଆଉ ଥରେ ପଳେଇବା ଚାହାଳିକି ପକେଇବା ଆରାମସେ ଶୋଇବା